ବାଲ୍ମୀକି କହିଲେ, ରାଜା ଦଶରଥ ଆହ୍ଲାଦିତ ମନରେ ରାମ ଓ ଲକ୍ଷ୍ମଣଙ୍କୁ ଦୈବାରିକ ଦ୍ୱାରା ଡକାଇ ପଠାଇଲେ। ଦୈବାରିକ ଅନ୍ତପୁରକୁ ଯାଇ ପୁଣି ସଙ୍ଗେ ସଙ୍ଗେ ଫେରିଆସି ରାଜାଙ୍କୁ କହିଲେ, ମହାରାଜ, ଶ୍ରୀରାମ ବିମନସ୍କ ଭାବରେ ଗୃହରେ ରହିଛନ୍ତି, ବର୍ତ୍ତମାନ ଯାଉଛି। ଏହି କଥା କହି ପୁନଶ୍ଚ ଚିନ୍ତାମଗ୍ନ ହୋଇପଡ଼ିଲେ। ରାଜା ଦୈବାରିକ କଥା ଶୁଣି ତାଙ୍କ ସହିତ ସମାଗତ ରାମାନୁଚରଙ୍କୁ ରାମଙ୍କ କଥା ଜିଜ୍ଞାସା କରିବାରୁ ସେ କହିଲେ, ତୀର୍ଥ ଦର୍ଶନାନ୍ତେ ଗୃହକୁ ପ୍ରତ୍ୟାଗମନ କରିବା ଦିନୁ ସେ ବିମନସ୍କ ହୋଇ ରହିଛନ୍ତି। ସେ ଦିବ୍ୟାକୃତ ସବୁ କେତେବେଳେ କରନ୍ତି, ପୁଣି କେତେବେଳେ କରନ୍ତି ନାହିଁ। ସ୍ନାନ, ଦାନ, ଦେବ ପୂଜା ଓ ଆହାର ଆଦିରେ ସେ ମନର ସଂଯୋଗ କରନ୍ତି ନାହିଁ। ହେ ରାଜନ, ସେ ଏକାକୀ ନିର୍ଜନରେ ରହନ୍ତି। ଏଥିଲାଗି ଆମ୍ଭେମାନେ ସମସ୍ତେ ଦୁଃଖିତ ହୋଇପଡ଼ିଛୁ। ଶ୍ରୀରାମଙ୍କର ଯେ ଏପରି ଅବସ୍ଥା ଘଟିଛି, ଆପଣ ତାହା ସତ୍ୱର ଦୂର କରିବା ଚେଷ୍ଟା କରନ୍ତୁ। ତାପରେ ବିଶ୍ୱାମିତ୍ର କହିଥିଲେ, ରାମ ଯଦି ଏପରି ହୋଇଥାନ୍ତି ତେବେ ତାଙ୍କୁ ଏଠାକୁ ଅଣାଯାଉ। ତାଙ୍କର ଏ ପ୍ରକାର ଭାବ କୌଣସି ପ୍ରକାର ଆପଦ ବା ଅନୁରାଗ ଯୋଗୁଁ ମୋହ ବୋଲି ମନେ ହେଉନାହିଁ, ପରନ୍ତୁ ପରମ ମଙ୍ଗଳଜନକ ବିବେକ ଓ ବୈରାଗ ଯୋଗୁଁ ଘଟିଛି ବୋଲି ମନେ ହୁଏ। ସେ ଏଠାକୁ ଆସିଲେ ବାୟୁ କର୍ତ୍ତୃକ ପର୍ବତର ମେଘାବରଣ ଅପସାରଣ ହେଲା ପରି ଆମେ ଉପଦେଶ ସାହାଯ୍ୟରେ ତାଙ୍କ ଅଜ୍ଞାନ ଦୂରିତ କରିଦେବୁ ଏବଂ ତାପରେ ସେ ପରମପଦଙ୍କ ଠାରେ ବିଶ୍ରାନ୍ତି ଲାଭ କରିବେ। ବିଶ୍ୱାମିତ୍ର ମୁନିଙ୍କର ଏହି କଥା ଶୁଣି ରାମଙ୍କୁ ଆଣିବା ପାଇଁ ରାଜା ପୁନଶ୍ଚ ଲୋକ ପଠାଇବାରୁ ତାପରେ ସେ ଭାତୃଯୁଗଳଙ୍କ ସହିତ ପିତାଙ୍କ ନିକଟରେ ଉପସ୍ଥିତ ହୋଇ ଦୂରରୁ ପ୍ରଥମେ ପିତାଙ୍କୁ, ତାପରେ ବଶିଷ୍ଠ ଓ ବିଶ୍ୱାମିତ୍ର ମୁନିଦ୍ୱୟଙ୍କୁ, ପରେ ବ୍ରାହ୍ମଣ ଓ ଗୁରୁଜନ ଜ୍ଞାତିମାନଙ୍କୁ ପ୍ରଣାମ କଲେ। ସାମନ୍ତ ନରପତିମାନେ ଶ୍ରୀରାମଙ୍କୁ ପ୍ରଣାମ କରିବା ପରେ ସେ ସେମାନଙ୍କ ପ୍ରତି ଦୃଷ୍ଟିପାତ ପୂର୍ବକ ମସ୍ତକ ସଞ୍ଚାଳନ ଦ୍ୱାରା ସେମାନଙ୍କ ପ୍ରଣାମ ଗ୍ରହଣ କଲେ। ଏହାପରେ ରାମ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଆଲିଙ୍ଗନ ପୂର୍ବକ ମସ୍ତକ ଆଘ୍ରାଣ ଓ ଚୁମ୍ବନ କରି ରାଜା ଦଶରଥ ସେମାନଙ୍କୁ ନିକଟରେ ବସାଇ କହିଲେ, ବସ, ତମେ ଅଜ୍ଞାନ ପରି ବିଷାଦଗ୍ରସ୍ତ ହୁଅ ନାହିଁ। ବୃଦ୍ଧ ବ୍ରାହ୍ମଣ ଓ ଗୁରୁଜନମାନେ ଯାହା କହନ୍ତି ତାହା ସମ୍ପାଦନ କରିବା ଦ୍ୱାରା ତମେ ପବିତ୍ର ପଦାଙ୍କ ପ୍ରାପ୍ତ ହେବ। ମୋହାଧୀନ ହୋଇ ତାହା କେବେ ପାଇବ ନାହିଁ। ତାପରେ ବଶିଷ୍ଠ କହିଥିଲେ ସେହିଠାରେ, ହେ ରାଜପୁତ୍ର, ତମେ ବୈରାଗ୍ୟ ଗଣ, କାହିଁକି ନା ବିଷୟ ରୂପ ଦୁର୍ଯ୍ୟ ଶତ୍ରୁକୁ ତମେ ପରାଭୂତ କରିଛ, କିନ୍ତୁ ତମେ ଅଜ୍ଞାନ ପରି ଭ୍ରାନ୍ତିରେ ନିମଗ୍ନ ହେଉଛ କାହିଁକି? ବିଶ୍ୱାମିତ୍ର କହିଲେ, କୁହ, ତମେ କାହିଁକି ଭ୍ରାନ୍ତ ହେଉଛ? ତମ ମନରେ ଖେଦ ଉପସ୍ଥିତ ହୋଇଛି କାହିଁକି? ମୁଁ ମନେକରେ ତମେ ଏପରି ଖେଦ ଓ ମନଃପୀଡ଼ା ଭୋଗର ଉପଯୁକ୍ତ ପାତ୍ର ନୁହଁ। ହେ ଅନଘ, ତମେ ତମର ମନୋଗତ ଭାବ ପ୍ରକାଶ କରି କୁହ, ତାହା ହେଲେ ଇପ୍ସିତ ବସ୍ତୁ ଲାଭ କରିପାରିବ। ବାଲ୍ମୀକି କହିଥିଲେ, ମୁନିବର ବୈଶିଷ୍ଠ ଓ ବିଶ୍ୱାମିତ୍ର ଏହି କଥା କହିବାରୁ ଶ୍ରୀରାମ ଧୀର ଓ ମଧୁର ସ୍ୱରରେ କହିଲେ, ହେ ଭଗବାନ, ମୁଁ ଜନ୍ମାବଧି ପିତୃଗୃହରେ ରହି ବଢ଼ିଛି ଏବଂ ବିଦ୍ୟା ଶିକ୍ଷା କରି ଘରେ ଅବସ୍ଥାନ କରିଛି। ହେ ମୁନିବର, ତାପରେ ତୀର୍ଥଯାତ୍ରା କରି ପୃଥିବୀ ପର୍ଯ୍ୟଟନ କରିଅଛି। ବର୍ତ୍ତମାନ ମୋ ଚିତ୍ତରେ ଯେଉଁ ପ୍ରକାର ବିଚାର ସବୁ ଉତ୍ଥିତ ହେଉଛି, ତହିଁରେ ମୁଁ ସଂସାର ପ୍ରତି ବିସ୍ମୃତ ହୋଇପଡ଼ିଛି। ମୋ ମନରେ ସ୍ୱତଃ ଯେଉଁ ସବୁ ବିଚାର ଉଠୁଛି, ତାହା ଏହିପରି, ଏହି ସଂସାର ଚକ୍ରରେ କ'ଣ ପ୍ରକୃତ ସୁଖ ଅଛି? ଏଠାରେ ମନୁଷ୍ୟ ମରିବା ପାଇଁ ତ ଜନ୍ମ ଗ୍ରହଣ କରୁଅଛି ଏବଂ ଜନ୍ମ ଲାଭ କରିବା ପାଇଁ ମରୁଅଛି। ଏହି ଯେଉଁ ଭୋଗ୍ୟ ବିଷୟ, ଏହା ତ ନିତାନ୍ତ ଅସ୍ଥିର ଏବଂ ପାପ ଓ ବିପଦର ମୂଳୀଭୂତ। ବିଷୟମାନଙ୍କର ଯେଉଁ ପରସ୍ପର ସମ୍ବନ୍ଧ, ତାହା ମଧ୍ୟ ମନର କଳ୍ପନା ମାତ୍ର, କାହିଁକି ନା ଏମାନେ ପରସ୍ପର ପୃଥକ ଭାବେ ଦୃଷ୍ଟ ହୁଅନ୍ତି।
ଜଗତ ହେଲା ମନର ଆୟତିଭୂତ। ମନ ପୁଣି ଅସ୍ତିତ୍ୱ ଶୂନ୍ୟ ପରି ପ୍ରତିଭାତ ହେଉଅଛି। ସୁତରାଂ ଆମ୍ଭେମାନେ କାହିଁକି ବିଷୟରେ ମୁଗ୍ଧ ହେଉଅଛୁ? ହାୟ, ମୃଗଗଣ ଯେପରି ମରୀଚିକାରେ ଜଳ ଭ୍ରମଣ କରି ଦୂରଦୂରାନ୍ତରେ ଧାବିତ ହୁଅନ୍ତି ନା, ଆମ୍ଭେମାନେ ତଦ୍ରୂପ ମିଥ୍ୟା ବିଷୟ ପଛରେ ଧାବିତ ହେଉଅଛୁ। ହାୟ, ଏ ସମସ୍ତ ହିଁ ମାୟା। ଏହା ଜାଣି ମଧ୍ୟ ମୂଢ଼ ପରି ଆମ୍ଭେମାନେ ଏହିସବୁର ଅଧୀନ ହେଉଅଛୁ। ମୁଁ କିଏ? ପରିଦୃଶ୍ୟମାନ ଏହି ପ୍ରପଞ୍ଚ ମଧ୍ୟ କି ବସ୍ତୁ? ଏହା କାହିଁକି ଏବଂ କେଉଁଠାରୁ ଆସିଲା? ରାଜ୍ୟ ଓ ଭୋଗରେ ମୋର କି ପ୍ରୟୋଜନ? ଏହିସବୁ ମଧ୍ୟରେ ଯାହା ମିଥ୍ୟା ତାହା ମିଥ୍ୟା ହୋଇଥାଉ। ସତ୍ୟ ବସ୍ତୁ ପରି ତହିଁରେ ବ୍ୟବହାର ପରାୟଣ ହେବା କର୍ତ୍ତବ୍ୟ ନୁହେଁ। ଏହିପରି ବିଚାର ଉପସ୍ଥିତ ହେବାରୁ ସବୁ ବସ୍ତୁରେ ମୁଁ ବିସ୍ମୃତ ହୋଇଛି। ହେ ଭଗବାନ, ବର୍ତ୍ତମାନ ମୋତେ ଉପଦେଶ ଦିଅନ୍ତୁ। ଏହି ଜଗତ ପ୍ରପଞ୍ଚ ଉତ୍ପନ୍ନ ବୃଦ୍ଧିପ୍ରାପ୍ତ ଓ ଧ୍ୱଂସ ହୁଏ କାହିଁକି? ଆପଦ ସମ୍ପଦ, ଜନ୍ମ ଜରା ମୃତ୍ୟୁ, ଏହି ସମସ୍ତ ଦୁଃଖଜନକ ବସ୍ତୁର ବାରମ୍ବାର ଆବିର୍ଭାବ ଓ ତିରୋଭାବ ଘଟୁଅଛି। ବାୟୁ ବେଗରେ ବୃକ୍ଷ ଶ୍ରେଣୀ ପରି ତୁଚ୍ଛ ଭୋଗରେ ଆମ୍ଭେମାନେ ବିତ୍ତୀର୍ଣ୍ଣ ହୋଇଅଛୁ। ମନୁଷ୍ୟଗଣ ଅଚେତନ ପରି ଏସବୁ କଥା ବୁଝିପାରୁନାହାନ୍ତି। ଏସବୁ ଦୁଃଖ କିପରି ଦୂରୀଭୂତ ହେବ, ତାହା ଚିନ୍ତା କରି ମୁଁ ପରିତୃପ୍ତ ହୋଇଅଛି। ସଂସାରର ଦୁଃଖ ଭାବି ମୋ ହୃଦୟ ଶ୍ମଶାନ ପରି କର୍କଶ ହୋଇଯାଉଛି। କେବଳ ସ୍ୱଜନମାନଙ୍କ ମୁଖ ଚାହିଁ ମୁଁ ଚିତ୍କାର କରି କାନ୍ଦି ପାରୁନାହିଁ। ଧନବାନ ବ୍ୟକ୍ତି ଦରିଦ୍ରତାଗ୍ରସ୍ତ ହୋଇ ଯେପରି ମୋହମଗ୍ନ ହୁଏ, ମୁଁ ମଧ୍ୟ ସେହିପରି ସାଂସାରିକ ବିଷୟରେ ପ୍ରବୃତ୍ତ ହେଲେ ହେଁ ତାହାର କ୍ଷଣଭଙ୍ଗୁରତା ସ୍ମରଣ କରି ମୋହର ମଗ୍ନ ହୋଇ ପଡ଼ିଛି। ମାୟା ବିନା ଲକ୍ଷ୍ମୀ ମନୁଷ୍ୟର ଗୁଣରାଶି ଧ୍ୱଂସ କରି ତାହାକୁ ନାନା ଦୁଃଖ ଦେଉଥାଏ। ବିପଦ ଜାଲରେ ବିପଚିତ ମନୁଷ୍ୟ ପକ୍ଷରେ ଗୃହ ସୌନ୍ଦର୍ଯ୍ୟ ଯେପରି ଆନନ୍ଦପ୍ରଦ ହୁଏ ନା, ଧନରାଶି ମଧ୍ୟ ସେହିପରି ମୋ ଆନନ୍ଦ ସମ୍ପାଦନ କରିବାକୁ ସକ୍ଷମ ନୁହେଁ। ସଂସାରର ନଶ୍ୱରତା ଓ ନାନାବିଧ ଦୋଷ ପର୍ଯ୍ୟାଲୋଚନା କରି ଶୃଙ୍ଖଳାବଦ୍ଧ ବନ୍ୟହସ୍ତୀ ପରି ମୁଁ ମନରେ ଶାନ୍ତି ଲାଭ କରିପାରୁନାହିଁ। ରାମ କହିଲେ, ହେ ମୁନିଶ୍ରେଷ୍ଠ, ଏହି ସଂସାରର ଏକମାତ୍ର ଲକ୍ଷ୍ମୀ ବା ଧନ ହିଁ ସୁଖ ପ୍ରାପ୍ତିର ହେତୁ। ଏଥିପାଇଁ ଧନ ହିଁ ଶ୍ରେଷ୍ଠ। ମୂଢ଼ ମନୁଷ୍ୟମାନେ ଏହିପରି ମନେ କରନ୍ତି। ପ୍ରକୃତପକ୍ଷେ କିନ୍ତୁ ଧନ ହିଁ ମନୁଷ୍ୟର ମୋହ ଓ ଦୁଃଖ ଓ ଅନିଷ୍ଟ ଲାଭର କାରଣ। ବର୍ଷା କାଳର ନଦୀ ଯେଉଁ ପ୍ରଭାବରେ ଆବିର୍ଭୂତ ବହୁଳ ତରଙ୍ଗ ଶ୍ରେଣୀ ପ୍ରସବ କରେ, ଧନ ମଧ୍ୟ ସେହିପରି ବହୁ ବହୁ କାମନାରେ ନିର୍ଜରିତ ମୂର୍ଖ ମନୁଷ୍ୟମାନଙ୍କୁ ପରିଚାଳିତ କରିଥାଏ। ନଦୀ ମଧ୍ୟରୁ ତରଙ୍ଗ ଶ୍ରେଣୀ ପରି ଲକ୍ଷ୍ମୀ ବା ଧନ ମଧ୍ୟରୁ ଚିନ୍ତାରୂପିଣୀ ବହୁ କନ୍ୟାଙ୍କର ଆବିର୍ଭାବ ଘଟେ। ଏମାନେ ପୁଣି ତରଙ୍ଗ ପରି ଚଞ୍ଚଳ ଏବଂ ମନୁଷ୍ୟକୁ ନିନ୍ଦିତ କର୍ମରେ ପ୍ରବୃତ୍ତ କରନ୍ତି। ଏହି ଦୁର୍ଭାଗ୍ୟ ଜନନୀ ଲକ୍ଷ୍ମୀ ପୁଣି ପଦ୍ମଦର ପ୍ରଦାହରେ ଆର୍ତ୍ତ ହୋଇ ସର୍ବଦା ଏଠାରେ ସେଠାରେ ଧାବିତ ହେଉଥାନ୍ତି। ଗୋଟିଏ ସ୍ଥାନରେ ଅବସ୍ଥାନ କରିଥାନ୍ତି ନାହିଁ। ଦୁଗ୍ଧ ଯେପରି ସର୍ପର ବିଷ ବୃଦ୍ଧି କରେ, ସେହିପରି ଯେଉଁ ସବୁ କର୍ମ ମନୁଷ୍ୟର ଦୋଷବର୍ଦ୍ଧକ, ସେହିସବୁ କର୍ମରେ ଲକ୍ଷ୍ମୀ ବୁଦ୍ଧିପ୍ରାପ୍ତ ହୁଅନ୍ତି। ଧୂଳି ଯେପରି ଉଜ୍ଜଳ ମଣିଷ ମଧ୍ୟ ମଳିନ ଜନ୍ମାଏ, ଧନ ମଧ୍ୟ ସେହିପରି ପ୍ରାଜ୍ଞ, କୃତଜ୍ଞ, ବିନୀତ, କୋମଳ ଓ ସୁର ବ୍ୟକ୍ତିମାନଙ୍କୁ ମଧ୍ୟ ମଳିନ କରିଦିଏ। ହେ ଭଗବାନ, ସେଥିପାଇଁ ଲକ୍ଷ୍ମୀଙ୍କ ବିସ୍ତାର କେବେ ହେଁ ସୁଖର କାରଣ ନୁହେଁ, ଏହା ଦୁଃଖର ହିଁ ନିଦାନ। ଲୋକନିନ୍ଦାବିହୀନ ଧନବାନ, ଶିକ୍ଷାଘ୍ରାଶୂନ୍ୟ ବୀର ଓ ପକ୍ଷପାତ ଶୂନ୍ୟ ପ୍ରଭୁ। ଜଗତରେ ଏହି ତିନି ପ୍ରକାର ମନୁଷ୍ୟ ଦୁର୍ଲଭ। ଦୁର୍ଗମ ଗୃହା ଯେପରି ସର୍ପମାନଙ୍କ ଆଶ୍ରୟ ସ୍ଥାନ, ବିନ୍ଧ୍ୟାଗିରିର ତଟପ୍ରଦେଶ ଯେପରି ହସ୍ତୀଗଣଙ୍କର ବାସଭୂମି, ସେପରି ମୋହ ଓ ଦୁଃଖ ଲକ୍ଷ୍ମୀଙ୍କୁ ଆଶ୍ରୟ କରି ରହିଥାଏ। ଲକ୍ଷ୍ମୀ ହେଉଛନ୍ତି ସତ୍କର୍ମ ରୂପ ପଦ୍ମଶ୍ରେଣୀ ପକ୍ଷରେ ରାତି ସ୍ୱରୂପିଣୀ, କାମନା ରୂପ ତରଙ୍ଗ ସମୂହର ତରିଙ୍ଗିଣୀ ସ୍ୱରୂପିଣୀ ଏବଂ ପରମାର୍ଥ ଦୃଷ୍ଟିରୂପୀ ପ୍ରଦୀପର ବାକ୍ୟା ସ୍ୱରୂପିଣୀ। ସେ ଦୁଃଖର ନିଦାନ, ଚିଦାନନ୍ଦ ରୂପ
ବିଶ୍ୱର ମୂଳଭୂତ ଏବଂ ଭୟ ଓ ଭ୍ରାନ୍ତି ରୂପ ମେଘମାଳାର ବିଚରଣ ଭୂମି। ବୈରାଗ ରୂପ ଲତାର ସେ ତୃଷାର ସ୍ୱରୂପ କାମାଦି ପେଚକ ସମୂହର ସେ ରାତ୍ରି ସ୍ୱରୂପିଣୀ ଏବଂ ବିବେକ ରୂପ ଚନ୍ଦ୍ରଙ୍କର ରାହୁସ୍ଥାନୀୟ ଇନ୍ଦ୍ରଧନୁ ପରି କ୍ଷଣସ୍ଥାୟୀ ନାନା ବର୍ଣ୍ଣରେ ଏହି ଲକ୍ଷ୍ମୀ ମନୁଷ୍ୟର ମନ ହରଣ କରନ୍ତି। ସେ ବିଦ୍ୟୁତ୍ ପରି ଚଞ୍ଚଳା ଏବଂ ଜଡ଼ତ୍ୱ ଆଶ୍ରୟରେ ଅବସ୍ଥାନ କରି ଉତ୍ପନ୍ନ ହେବା ମାତ୍ରେ ବିନାଶ ପ୍ରାପ୍ତ ହୋଇଯାଆନ୍ତି। ଦୁରନ୍ତ ମନଃ ପୀଡ଼ା ସବୁକୁ ଲକ୍ଷ୍ମୀ ତାଙ୍କ ସମୀପକୁ ଆହ୍ୱାନ କରି ଆଣନ୍ତି। ସୁତରାଂ ଏହାଦ୍ୱାରା ମନୁଷ୍ୟ ଦୁଃଖ ଛଡ଼ା କଣାମାତ୍ର ସୁଖ ଲାଭ କରିପାରେ ନା। ସେହିଠାରେ ରାମ କହିଥିଲେ, ପତ୍ରର ଅଗ୍ରଭାଗରେ ଅବସ୍ଥିତ ଜଳବିନ୍ଦୁ ପରି ମନୁଷ୍ୟର ଆୟୁ ଏହି କର୍ତ୍ତର୍ଯ୍ୟ ଶରୀରକୁ ସହସା ତ୍ୟାଗ କରି ଚାଲିଥାଏ। ଯାହାଙ୍କର ବିବେକୋଦୟ ହୋଇନାହିଁ ଏବଂ ବିଷୟ ରୂପ ସର୍ପର ସଂସ୍ପର୍ଶରେ ଯେଉଁମାନେ ଚିତ୍ତ କରି ଜର୍ଜରିତ, ଆୟୁ ସେମାନଙ୍କ ପକ୍ଷରେ ଦୁଃଖର କାରଣ ହୋଇପଡ଼େ। ପ୍ରକ୍ଷାନ୍ତରେ ତତ୍ତ୍ୱଜ୍ଞାନ ଲାଭ କରି ଯେଉଁମାନେ ବ୍ରହ୍ମାଙ୍କ ପାଦରେ ବିଶ୍ରାନ୍ତି ଲାଭ କରିଛନ୍ତି, ସେମାନଙ୍କ ଆୟୁ ସେମାନଙ୍କୁ ସୁଖ ପ୍ରଦାନ କରେ। ପରିଣାମ ବିଶିଷ୍ଟ ଏହି ସ୍ଥୂଳ ଶରୀରରେ ଆମ୍ଭମାନଙ୍କ ଆତ୍ମବୋଧ, ସେଥିପାଇଁ ସଂସାର ରୂପ ମେଘମାଳାର କ୍ଷଣବିଧ୍ୱଂସୀ ବିଦ୍ୟୁତ ପରି କ୍ଷଣଭଙ୍ଗୁର ଆୟୁରେ ମୁଁ ଶାନ୍ତି ପାଉନାହିଁ। ଆମ୍ଭମାନଙ୍କର ଏହି ଜୀବନ ଶରତକାଳ ମେଘ ପରି, ତୈଳଶୂନ୍ୟ ପ୍ରଦୀପ ପରି ଓ ଜଳ ତରଙ୍ଗ ପରି ଅତୀତ ଚଞ୍ଚଳ। ସୁତରାଂ ଏହାକୁ ଗତ ମନେ କରିବା ବରଂ ସମୀଚୀନ। ଜୀବନର ଏହିପରି ଅସରତା ସତ୍ତ୍ୱେ ମଧ୍ୟ ମୂଢ଼ ମନୁଷ୍ୟମାନେ ଦୀର୍ଘ ଆୟୁ ପ୍ରାର୍ଥନା କରନ୍ତି, କିନ୍ତୁ ତାହା ସେମାନଙ୍କ ଦୁଃଖ ଭୋଗର ନିଦାନ ହୋଇଥାଏ। ହେ ବ୍ରହ୍ମନ୍, ଯାହା ସହାୟତାରେ ପରମ ପୁରୁଷାର୍ଥ ଲାଭ କରାଯାଏ ଓ ପୂର୍ଣ୍ଣଜନ୍ମର କଠୋର ଯନ୍ତ୍ରଣା ଆୟୁ ଭୋଗ କରିବାକୁ ହୁଏ ନା, ଏତାଦୃଶ ପରମ ଶାନ୍ତିର ଯାହା ଆଶ୍ରୟ, ତାହା ହିଁ ଯଥାର୍ଥ ଜୀବନ ନାମରେ କଥିତ ହୁଏ। ସୁତରାଂ ତତ୍ତ୍ୱଜ୍ଞାନ ଉଦୟ ଦ୍ୱାରା ଯେଉଁମାନଙ୍କ ମନ ନିର୍ବିତତା ପ୍ରାପ୍ତ ହୋଇଅଛି, ସେମାନଙ୍କ ଜୀବନର ଯଥାର୍ଥ ଜୀବନ। ଇହ ସଂସାରରେ ଯେଉଁମାନଙ୍କୁ ଆଉ ଜନ୍ମ ଗ୍ରହଣ କରିବାକୁ ପଡ଼ିବ ନାହିଁ, ସେମାନେ ହିଁ ଯଥାର୍ଥ ଜୀବିତ। ଏହାଛଡ଼ା ଯେଉଁମାନେ ଦୀର୍ଘାୟୁ ବ୍ୟକ୍ତି ଅଛନ୍ତି, ସେମାନଙ୍କ ବୃଦ୍ଧ ଗର୍ଦ୍ଧବ ପରି ଆୟୁ ହିଁ ମନୁଷ୍ୟର ଆପଦ, ଅଶାନ୍ତି ଓ ପରିଶ୍ରମର ପ୍ରଧାନ କାରଣ ଏବଂ ଆୟୁ ହେଲା ବ୍ୟାଧି ରୂପକ ପକ୍ଷୀମାନଙ୍କର ଆବାସ ସ୍ଥାନ। ମୂଷିକ ଯେପରି ଅଳ୍ପ ଅଳ୍ପ କରି ପ୍ରତ୍ୟହ ଗର୍ଭ କାଟେ, କାଳ ମଧ୍ୟ ସେହିପରି ପ୍ରତିକ୍ଷଣରେ ସକଳ ପ୍ରାଣୀଙ୍କର ଆୟୁ କର୍ତ୍ତନ କରୁଛି। ସର୍ପର ବାୟୁ ଲକ୍ଷଣ ଓ ପରିବ୍ୟାଧିମାନେ ପ୍ରାଣୀମାନଙ୍କର ଆୟୁ ଭକ୍ଷଣ କରୁଛନ୍ତି। ଶୁଷ୍କ ବୃକ୍ଷ ଭିତରେ ପଶି ଘୃଣ ଯେପରି ବୃକ୍ଷକୁ ଗୁଣ୍ଡା ଗୁଣ୍ଡ କରି କାଟେ, ବ୍ୟାଧିମାନେ ସେହିପରି ଭିତରେ ରହି ଆୟୁ କ୍ଷୟ କରନ୍ତି। ବିଡ଼ାଳ ଯେପରି ତୀକ୍ଷ୍ଣ ଦୃଷ୍ଟିରେ ମୂଷିକ ପ୍ରତି ଚାହିଁଥାଏ, ମୃତ୍ୟୁ ମଧ୍ୟ ସେହିପରି ଲୋଭ ସହିତ ସମସ୍ତଙ୍କ ଆୟୁ ଲକ୍ଷ୍ୟ କରୁଥାଏ। ପ୍ରାଣୀମାନଙ୍କ ଦ୍ୱାରା ଅନ୍ୟ ପରିପାକ ହେଲା ପରି ବଳକ୍ଷୟ ଦ୍ୱାରା ଜରା ପ୍ରାଣୀ ମାତ୍ରକେ ସମସ୍ତଙ୍କ ଆୟୁ ଜୀର୍ଣ୍ଣ କରୁଅଛି। ଆୟୁ ଯମରାଜଙ୍କର ଅତିଶୟ ଲୋଭର ସାମଗ୍ରୀ ଏବଂ ଏହା ତାଙ୍କର ଆୟଭୀଭୂତ ହୋଇ ରହିଛି। ରାମ କହିଲେ, ଅଜ୍ଞାନ ହିଁ ଅହଙ୍କାରର ମୂଳ। ସୁତରାଂ ଏହାର ଜନ୍ମ ଓ ବୃଦ୍ଧି ଲାଭର କୌଣସି ଅର୍ଥ ନାହିଁ। ଏହି ଅହଙ୍କାର ରୂପ ଶତ୍ରୁ ଭୟରେ ମୁଁ ସର୍ବଦା ଭୀତ। କର୍ମଫଳ ଭୋଗମୟ ନାନା ଆକୃତି ବିଶିଷ୍ଟ ଏହି ଯେଉଁ ସଂସାର, ଏହାର ମୂଳ ହେଲା ଏହି ଅହଙ୍କାର। ଦାରୁଣ ବିପଦ, ମନ କଷ୍ଟ ଓ ନାନାବିଧ କାମନା, ଏହି ସମସ୍ତଙ୍କର ମୂଳ ହେଲା ଅହଙ୍କାର। କ'ଣ କହିବି? ଅହଙ୍କାର ହେଲା ମୋର ପ୍ରକୃତ ରୋଗ। ହେ ମୁନିବର, ବିଷୟ ଭୋଗ ତ ଦୂରର କଥା, ମୋର ଚିରଶତ୍ରୁ ଅହଙ୍କାରକୁ ଅବଲମ୍ବନ କରି ମୁଁ ଅନ୍ନ ଓ ଜଳ ଗ୍ରହଣ କରିବାକୁ ମଧ୍ୟ ଇଚ୍ଛା କରେ ନା। ବାଧ୍ୟ କର୍ତ୍ତୃକ ଜାଲ ବିସ୍କୃତ ହେବା ପରି ମନୁଷ୍ୟ ମନରେ ଅହଙ୍କାର ନାନା ମୋହିନୀ ମାୟା ବିସ୍ତାର କରେ।